ଗତକାଲି ଘଟଣା ମାନେ ଝିଅ ମୋ ସାଙ୍ଗରେ କଥା ହେଇଛି 7ଟା ବେଳେ ସକାଳୁ ଦୀପଦି କଥା ହେଇଛି ବୋଉ ଠାକୁର ପୂଜା ମୁଁ ଯାଉଛି କରିବି ତମେ କଣ କରୁଛ ମାନେ ମୁଁ ବି ପୂଜା କରିବାକୁ ଯାଉଛି ଆଉ ଫୋନ ରଖ ପରେ କହିଲା ବୋଉ ପରେ କଥା ହେବି ମୁଁ ଠିକ ଅଛି ନା ନା ତୁ ରଖ ଫୋନ ମା ମୁଁ ବି ଟିକେ ବ୍ୟସ୍ତରେ ଅଛି ତୁ ରଖ ଆଉ ତାପରେ ମୁଁ ପଳେଇଲି ମୋ ସାନ ଝିଅ ଘରକୁ ତା ଝିଅ ଏଇନେ ଦେହ ଭଲ ନଥିଲା ପଳେଇଲି ତାପରେ 11:30 ବେଳେ ଫୋନ କଲା ତା ମାଉସୀକି ତା ମାଉସୀକି ଫୋନ କଲା ମାଉସୀ କଣ କରୁଛୁ ଆଉ କହିଲା ବୋଉ ନାହିଁ ଏମିତି କାମ ରୋଷେଇ କରିବାକୁ ବାହାରିଛି ଆଉ ତୁ କଣ କରୁଛୁ ନା ମୁଁ ଭୋରୁ 5ଟାରୁ ଉଠିଛି ଆଉ ମୁଁ ଯାଉଛି ଶୋଇମି ମୁଁ ରୋଷେଇ ସାରି ଦେଇଛି ଆଉ ମାନେ ଶିବ ନାହିଁ ତ ଆଉ କୁଆଡେ ଯାଇଛି ଆସିଲେ ମୁଁ ଯାଉଛି ଟିକେ ଶୋଇମି ଏତିକି କଥା ହେଇଛି କହିଲା ଆଉ ତୁ ଶୋ ମୁଁ ରୋଷେଇ କରିବି ମୁଁ 12ଟା 10 ମୁଁ ବରମୁଣ୍ଡାରେ ଥିଲି ଭଉଣୀ ଫୋନ କଲା।